ଖୋବନରେ ଥିବୁ ବାବୁ ଖ୍ୟାତ ନ କରିବୁ କ୍ଷିତି ମଧ୍ୟ କାଲ ଜଡ଼ା ପ୍ରାୟ ରହିଥିବୁ। ଆପଣଙ୍କ ଦେହରେ କରେଣ୍ଟ ଆସେ ମହାପୁରୁଷଙ୍କର ଅରିଜିନାଲ ପୋଥି ପୋଥି ଆପଣ ପାଇଥିଲେ କୋଉଠୁ? ଆପଣ ସେଦିନ ତ ବହୁତ କିଛି କଥା କହିଗଲେ ଯାହା କିନ୍ତୁ ଭକ୍ତ ସମାଜଙ୍କ ପାଖରେ ପହଞ୍ଚି ପାରୁନଥିଲା। ତେବେ ବର୍ତ୍ତମାନ ସମୟରେ ଆପଣ ଆସି ପହଞ୍ଚି ଯାଇଛନ୍ତି ରତ୍ନବଟଠାରେ। ଏ ପୀଠରେ ଆଗକୁ କ'ଣ ହେବ, ମାଳିକା କ'ଣ ପ୍ରମାଣ ଦେଉଛି, ଆପଣଙ୍କ ଗବେଷଣା କ'ଣ କହୁଛି? ଗବେଷଣା କହୁଛି ଇଏ ହେଉଛି ଏକ ବିଦ୍ୟାନଗରୀ। ତେଣୁ ଏ ବିଦ୍ୟାନଗରୀ ଇଏ ହେଉଛି ଜମ୍ବୁଦ୍ୱୀପର ଏକ ପ୍ରମୁଖ ସ୍ଥାନ। ତେଣୁ ଏଠାରେ ବହୁ ସାଧୁସନ୍ଥମାନଙ୍କର ଯେଉଁ ଗୁପ୍ତ ଜିନିଷ ଅଛି, ଆଜି ଏଇ ଯେଉଁ ପବିତ୍ର ମହାଯଜ୍ଞ ଏଠି ଚାଲିଛି, ଇଏ ମହାଯଜ୍ଞରେ ବହୁ ସାଧୁସନ୍ଥ ମଧ୍ୟ ଗୁପ୍ତ ଭାବରେ ଆସିଛନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ ସେଇ କଥା କହିଥିଲେ। କ'ଣ କହିଲେ? କହିଲେ ଖୋବନରେ ଥିବୁ ବାବୁ ଖ୍ୟାତ ନ କରିବୁ କ୍ଷିତି ମଧ୍ୟ କାଲ ଜଡ଼ା ପ୍ରାୟ ରହିଥିବୁ। ତେଣୁ କ୍ଷିତି ମଧ୍ୟରେ କାଲ ଯୋଡ଼ା ପ୍ରାୟ ରହିଥିବ। ଆମେ ଯଦି ଅନ୍ଧକାର ଭିତରେ ରହିବା ତାହେଲେ ଆଲୁଅରେ ଯିଏ ଯାଉଛି ଆମେ ତାଙ୍କୁ ଦେଖିପାରିବା। ଆମେ ଯଦି ନିଜେ ଆଲୁଅକୁ ବାହାରି ପଡ଼ିବା ତାହେଲେ ଅନ୍ଧାର ଭିତରେ ଆମେ କିଛି ଦେଖିପାରିବା ନାହିଁ। ତେଣୁ ବର୍ତ୍ତମାନ ଆଜି ଏଠି ଯେତେ ସବୁ ସାଧୁସନ୍ଥ ଆସିଛନ୍ତି, ଯେତେ ଯିଏ ଆସିଛନ୍ତି, ମୁଁ ଆଜି ଦେଖୁଛି ଯେ ଭକ୍ତ କେତେ ଜଣ ଆସିଛନ୍ତି। କ'ଣ ଦେଖିଲେ? ମୁଁ ଦେଖିଲି ଯେ ଗୁପ୍ତ ଭାବେ ସେ ଲୀଳା କରିବ, ଲୋକଲୋଚନକୁ ଦୃଶ୍ୟ ନହିବ। ତେଣୁ ଗୋଟେ ଅଦୃଶ୍ୟର ଆତ୍ମା ଏଠି ବୁଲୁଛି। ତେଣୁ ସେ ଅଦୃଶ୍ୟ ଆତ୍ମାକୁ କିଏ ଧରୁଛି? ସେ ଅକ୍ଷରରେ ନାହିଁ, କହିଲା ଅକ୍ଷର ମଧ୍ୟରେ ମୁଁ ନାହିଁ ରେ ଉଦ୍ଧବ ଖୋଜିଲେ ପାଇବୁ ତୁ କାହିଁ ରେ ଉଦ୍ଧବ। ଜଟା ଜୁଟ ଧାରଣ କରିଦେଲେ ଗେଟଅପ୍ ନେଇଗଲେ କେହି ବାବାଜୀ ହେଇଯାଆନ୍ତିନି। ଆ ଭିତରେ ବହୁ ସାଧୁସନ୍ଥ ଅଛନ୍ତି, ସାଧା ପୋଷାକରେ ଅଛନ୍ତି। ମୁଁ ସେଇଟାକୁ ହିଁ ଦେଖିବାକୁ ଚାହୁଁଛି। ତାଙ୍କରି ଭିତରେ ହିଁ ଅନୁଭୂତି ମୁଁ ପାଇଛି। ଦେଖିବାକୁ ପାଇଛି। ସେ ସାଧାରଣ ବେଶ ଥିଲେ ବି ଆପଣ ତାଙ୍କୁ ଚିହ୍ନି ପାରିଛି। ଯାହା ଆଖି ଦେଖୁଛି ତାହା ମିଛ। ଅଣ ଅକ୍ଷରେ ଜାଳ ଦେହି ଅକ୍ଷର ଭେଦ ମାତ୍ରା ନାହିଁ। ସେ ତ ଶୂନ୍ୟ ପୁରୁଷ, ସେ ତ ଶୂନ୍ୟରେ ଲୀଳା କରୁଛି। ସେ କହିଲା କ'ଣ ନା ନାହିଁ ମୁଁ ଆସନେ, ନାହିଁ ପାଦାସନେ, ନାହିଁ ମୁଁ ବିଗ୍ରହ ଦେହେ ଭକ୍ତ ହୃଦୟ ସଦା ଭକତ ଭାବରେ ରହିଥାଏ ଅନୁକ୍ଷଣେ ସେ ତ ଭକ୍ତର ହୃଦୟରେ ଅଛି। ତେଣୁ ଭକ୍ତର ହୃଦୟ ଭିତରେ ସେ ରହିଛି। ଭକ୍ତ ସେ କହୁଛି ମୋର ଭକ୍ତ ମୋର ମିତ୍ର ଜଗତ କରଇ ପବିତ୍ର। ତେଣୁ ସେ ଜଗତକୁ ପବିତ୍ର କରିବା ପାଇଁ, ପତିତମାନଙ୍କୁ ପାବନ କରିବା ପାଇଁ ସେ କ'ଣ କରନ୍ତି ନା ଗୁପ୍ତ ଭାବରେ ଆସନ୍ତି। ଗୁପ୍ତ ଭାବରେ ଆସିକି ତାଙ୍କର ଲୀଳା କରିଦିଅନ୍ତି। ଏ ସାଧାରଣ ଚକ୍ଷୁରେ ଦେଖିପାରିବ ନାହିଁ। ତାଙ୍କୁ ଦେଖିବାକୁ ହେଲେ ଦିବ୍ୟ ଚକ୍ଷୁ ଦରକାର। ତେଣୁ ଯାହାର ଅନୁଭବ ଅଛି, ସେ କହିଲା ଅନୁଭବ ବିନା ଯେତେ କହିବ ସବୁ ବୁଝିବ ଲଣା କହିବା ବୋଲିବା ଚାତୁରୀରେ ଥିଲେ ନିଶ୍ଚୟ ହୋଇବ ବଣା ସେ ତ ଅନୁଭବର କଥା। ଆମେ ବରଫ ପାଖରେ ବସୁଛେ, ଗୋଟେ ଶୀତଳତାର ସ୍ପର୍ଶ ପାଉଛେ। ନିଆଁ ପାଖରେ ବସିଲେ ଆମେ ତାର ନିଆଁର ଗୋଟେ ଉତ୍ତାପଟା ପାଉଛେ ନା ନାହିଁ। ଠିକ୍ ସେଇଭଳି ଭାବରେ ଆମେ ପ୍ରଭୁଙ୍କ ପାଖରେ ବସିଲେ ତାର ଗୋଟେ ସାନ୍ନିଧ୍ୟ ଆସିବ, ଯାହାକି ଅନଚିନ୍। ସେ ଏକ ଅନଚିନ୍, ଯାହାକୁ ଅନନ୍, ତାକୁ ଦେଖିହେବ ନାହିଁ, କେବଳ ଅନୁଭୂତ ହିଁ କରିହେବ। ତାର ଦୈର୍ଘ୍ୟ ନାହିଁ, ଅନୁଭବ ହିଁ କରିହେବ। ତାର ଦୈର୍ଘ୍ୟ ନାହିଁ, ପ୍ରସ୍ଥ ନାହିଁ, ଉଚ୍ଚତା ମଧ୍ୟ ନାହିଁ, କେବଳ ଅଛି କ'ଣ ଅବସ୍ଥିତି ମାତ୍ର ଅଛି। ତେଣୁ ସିଏ କିଏ? ନା ସେ ହେଉଛି ଏକାକ୍ଷର ବ୍ରହ୍ମ। ତାହେଲେ ଏକାକ୍ଷର କିଏ? ଅକ୍ଷରଟା ଲେଖିଦେଇ ଲୋକ କହୁଛନ୍ତି ଇଏ ହେଉଛନ୍ତି ଏକାକ୍ଷର, କିନ୍ତୁ ସିଏ ଏକାକ୍ଷର ନୁହଁ। ଏକାକ୍ଷର କିଏ? ନା ଏକାକ୍ଷର ଯାକୁ କହି ଜଗତ ଏକତ୍ର ମଣଇ। ଏଠି ଏକାକ୍ଷରର ପରୀକ୍ଷା ହେବ। ତେଣୁ ସେ ଏକାକ୍ଷର କ'ଣ? ସମସ୍ତେ କହୁଛନ୍ତି ଏକାକ୍ଷର ପରୀକ୍ଷା। ଏକାକ୍ଷରଟା ଆକ୍ଚୁଆଲି କ'ଣ ଆମେ ଦେଖିବା। ତାହେଲେ ଏକାକ୍ଷର କିଏ? ନା ଏକାକ୍ଷର ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଏକାକ୍ଷରଟି ଯାହାକୁ କହି ଅର୍ଧେକ ଅଣ୍ଡିରେ ଅଛି ଅର୍ଧେକ ମାଇ। ତେଣୁ ଆକୁ ସମସ୍ତେ କହୁଛନ୍ତି, ଆଉ କେହି ଖୋଲୁନା। ମାଳିକାର ପଦ ଏଇଟା
ଅଚ୍ୟୁତାନନ୍ଦ ମହାପୁରୁଷଙ୍କର କୋଉ ଗ୍ରନ୍ଥ ପ୍ରମାଣ ଦଉଛି? ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଅମରଜୁମର ସଂହିତାରେ ଅଛି। ଅମରଜୁମର ସଂହିତାରେ ଅଛି ଅଚ୍ୟୁତାନନ୍ଦ ମହାପୁରୁଷ ଯେ ଖାଲି ମାଳିକା ଲେଖିଛନ୍ତି ତା ଭୁଲ। ବହୁ ସଂହିତା ଲେଖିଛନ୍ତି, ସୁନ୍ଦର ସଂହିତା ଲେଖିଛନ୍ତି, ଅମରଜୁମର ଲେଖିଛନ୍ତି, 46 ପଟଳ ମଧ୍ୟ ଲେଖିଛନ୍ତି। ଆ ଭିତରେ ସେ ଜ୍ଞାନ 85,000 ଗ୍ରନ୍ଥ ଲେଖିଛନ୍ତି ଲେଖିଛନ୍ତି ନାଇଁ କି? ହଁ, ତା ଭିତରେ ବହୁ ଜ୍ଞାନ ତା ଦେହରେ ଅଛି। କିନ୍ତୁ ମାଳିକା ହେଉଛି ତାର ଏକ ପାଠ, କିନ୍ତୁ ତା ଦେହରେ ସେ ଦେଇଛନ୍ତି। ସମସ୍ତେ କହୁଛନ୍ତି ଏକାକ୍ଷର ପରୀକ୍ଷା ହେବ। ଆଚ୍ଛା, ଏକାକ୍ଷର କ'ଣ? କେହି ତ ଆଉ ଖୋଲୁନାହାନ୍ତି ଏକାକ୍ଷର କ'ଣ? କ'ଣ ଥିଲା ଏକ୍ଜାକ୍ଟଲି? ଏକାକ୍ଷର ଯାହାକୁ କହି ଅର୍ଦ୍ଧେକ ଅଣ୍ଡିରାଶି ଅର୍ଦ୍ଧେକ ମାଇ। ତେଣୁ ଏ ଗଣ୍ଠି ଧନ କଥା କହିଦେଲେ ଯେ ପ୍ରଭୁଙ୍କର ନିନ୍ଦା ହେବ କି କାହାର ଗୋଟେ କିଛି ହେଇଯିବ, ଏଇଟା ଭୁଲ। ମୁଁ ଆଜି ଏ ପୀଠରେ ରତ୍ନବଟ ପାରାଦୀପର ପୀଠରେ ଆଜି ପବିତ୍ର ଦିନରେ ଆଜି ହେଉଛି ପୂର୍ଣ୍ଣମୀ, ଅଗ୍ନି ଉତ୍ସବ ପୂର୍ଣ୍ଣମୀ। ତେଣୁ ଅଗ୍ନି ଯେ ହୁଦାସନ ଆଜି ସେ ଅଗ୍ନି ଉତ୍ସବ ଯିଏକି ତେଜ ସ୍ୱରୂପ, ଦୀପଂ ଜ୍ୟୋତି ପରମ ବ୍ରହ୍ମ, ଦୀପଂ ଜ୍ୟୋତି ହରେତ ପାପ। ତେଣୁ ସେଇ ଅଗ୍ନି ଉତ୍ସବରେ ମୁଁ ଆଜି ଗୋଟିଏ କଥା ଏ ରତ୍ନବଟରେ କହୁଛି। ହୁଏତ କିଏ କେତେ ସମାଲୋଚନା କରିପାରନ୍ତି, ତାହା ମୁଁ କହିପାରିବିନି। ଭଗବାନ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ ଅଛନ୍ତି, ହେଲେ ତାକୁ ଧରି ରଖିବାର ଶକ୍ତି କିଏ ଅଛି? ଦେଖନ୍ତୁ, ମାଗଣାରେ ବାହାରେ ପବନ ଅଛି, ମାଗଣାରେ ମିଳୁଛି ବାୟୁ, କିନ୍ତୁ ମେଡ଼ିକାଲରେ ଯେତେବେଳେ ରୋଗୀଟିଏ ଅକ୍ସିଜେନଟି କ'ଣ କରୁଛି? କିଣୁନି। ଠିକ୍ ସେଇଭଳି ଭାବରେ ଏଠି ଆଜି କ'ଣ କରାଯିବ? ଜଗତର କଲ୍ୟାଣ ଅର୍ଥେ ସାଧୁସନ୍ତମାନଙ୍କୁ ଯେଉଁ ଜିନିଷକୁ ଲୁକାୟିତ ରଖୁଛନ୍ତି ତାହା ଆଜି ଗୋଟିଏ ପଦ ମୁଁ ଖୋଲିଦେବି। ସତ୍ୟବାବୁ, ଆପଣ ହେଉଛନ୍ତି ଧର୍ମର ଧ୍ୱଜା ଧରିଛନ୍ତି। ଆପଣ ହିଁ ପ୍ରକୃତରେ କଳୁଷିତ ସମାଜକୁ ଦିଗ୍ଦର୍ଶନ ଦେଉଛନ୍ତି। ନାଇଁ, ଆପଣ ହିଁ ମହାନ। ସେ କହିଲା କେମିତି ମହାନ? ଜଗତକୁ ମୁଁ ଛନ୍ଦିଛି କିନ୍ତୁ ଭକ୍ତ ମୋତେ ଛନ୍ଦିଛି। ସେ କହିଲା ଜଗତ ଅଛି ମୁଁ ହିଁ ଛନ୍ଦି, ଭକତ ପାରେ ମୋତେ ବାନ୍ଧି। ମୋ ଜଗତ ମୋହିନୀ ମାୟାରେ ମୁଁ ସାରା ଜଗତକୁ ବାନ୍ଧି ଦେଇଛି, ହେଲେ ଭକ୍ତ ମୋତେ ବାନ୍ଧିଛି। ଆପଣ ନାରଦ କ'ଣ କରୁଛନ୍ତି ନା ସବୁଆଡ଼େ ଯାଇକିରି ପ୍ରଭୁଙ୍କର ନାମକୁ ବିସ୍ତାର କରୁଛନ୍ତି। ଆପଣ ଆକ୍ଚୁଆଲି, ମୁଁ ଦେଖିକିରି କହୁନି, ମୁଁ ପ୍ରକୃତରେ ଆପଣଙ୍କ ହୃଦୟରେ ମୁଁ ଅନୁଭବ ସୂତ୍ରରେ ଦେଖୁଛି ଏକ ଜ୍ୟୋତି ଜଳୁଛି। ସେ ଅନୁଭୂତିରେ ଜ୍ୟୋତି ଜଳୁଛି ବୋଲି ମୁଁ ଦେଖୁଛି। ତେଣୁ ଆପଣ ମହାନତା। ତେଣୁ କ'ଣ ହେଇଛି ନା ସେଇ ପରମ ବ୍ରହ୍ମ ଯେ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ତେଣୁ ମୁଁ କହିଥିଲି ଏକାକ୍ଷର କଥା। ତେଣୁ ସେଇ ଯେଉଁ ଏକାକ୍ଷର, ସେ ଏକାକ୍ଷର ଜଗତକୁ ଏକତ୍ର ମୂଳରେ ଏକାକ୍ଷର ହେଲା। ରା ଯିଏ ମ ସିଏ ନିଗମରେ ଭଜ, ସେଇ ହେଉଛି ରମେତ ଇତି ରାମ, ଯିଏ ପ୍ରତ୍ୟେକ ଘଟରେ ରମଣ କରୁଛି। ତେଣୁ ସେ ଏକାକ୍ଷରଟା କିଏ? ତାହେଲେ ଏକାକ୍ଷର ଯାହାକୁ କହି ଅର୍ଦ୍ଧେକ ଅଣ୍ଡିରାଶି ଅର୍ଦ୍ଧେକ ମାଇ, ଗୁରୁ ଘର ବ୍ୟାଠଇ। ତେଣୁ ଆମେ ବାଁ ନାକରେ ନିଶ୍ୱାସ ଗଲେ ଆମେ କହୁଛେ ଚନ୍ଦ୍ରାଣୀ ଘର, ଡାହାଣ ଗଲେ ସୂର୍ଯ୍ୟାଣୀ ଘର। ଆଚ୍ଛା, ସେ କ'ଣ ଦୁଇ ଖଣ୍ଡ ପବନ କି? ସେ ଗୋଟାଇ ପବନ। ସେ ହେଉଛି ଗୋଟାଏ ବୃକ୍ଷର ମୂଳ, ଗୋଟେ ପବନ। ସେଇ ହେଉଛି ଏକାକ୍ଷର। ଆଉ ପୁଣି ଏକାକ୍ଷର କିଏ ଅଛି ନା ଜଗନ୍ନାଥ ହେଉଛନ୍ତି ଏକାକ୍ଷର। କାହିଁକି ନା ସେ ଅଧେ ପାଟ ପିତାମ୍ବରୀ କରିଛନ୍ତି, ବଉଳ ପାଟ ପିନ୍ଧୁଛନ୍ତି, ଗୁଣା ନାଇଛନ୍ତି, ସବୁ କିଛି କରିଛନ୍ତି। ତେଣୁ ସିଏ ମଧ୍ୟ ଏକାକ୍ଷର, ଜଗନ୍ନାଥ ହିଁ ଏକାକ୍ଷର। ବାବା ବହୁତ ବଢ଼ିଆ, ବହୁତ ବଢ଼ିଆ। ବାବା, ଗୋଟେ କଥା ମୁଁ ଆପଣ ଜାଣିବାକୁ ଚାହିଁବି, ଆମେ ଯେତେବେଳେ ଯାଇଥିଲେ ଆପଣଙ୍କର ଯେଉଁ ରହିଛି ଠାକୁର ଘର, ଭଗବାନଙ୍କୁ ଆପଣ ଯେଉଁ ପୂଜା କରନ୍ତି, ସେଇଟା ଆମେ ଦେଖିଥିଲୁ ମହାପୁରୁଷଙ୍କର ଅରିଜିନାଲ ପୋଥି ଆପଣ ପାଇଥିଲେ କୋଉଠୁ? ସେ ପୋଥିଟା ଆମର ଓଙ୍କାର କ୍ଷେତ୍ରରେ ଉଦ୍ଧାର କରାଯାଇଥିଲା। ଏବଂ ଆମ ଗୁରୁଦେବ ଯିଏ ସେ ଆମକୁ ଦେଇଥିଲେ। ଓଙ୍କାର କ୍ଷେତ୍ର ଯେ ରହିଛି, ଓଙ୍କାର କ୍ଷେତ୍ର ସେ ଯେଉଁ ମଶାଣି ପାଖରେ ଯେଉଁ ଅଛି, ମନ୍ଦିରଟା ଅଛି, ସେ ତାକୁ ଅଚ୍ୟୁତାନନ୍ଦ ମହାପୁରୁଷ ସେ ଗୁପ୍ତ ପୋଥିରେ ମଧ୍ୟ ଲେଖା ରହିଛି। କ'ଣ ଲେଖା ରହିଛି? କ'ଣ ନା କୁଜଙ୍ଗ ଅଜଳ ପୂର୍ବ ଭାଗେ ଯେ ଉଦୟ, କାଳିଆ ପଟ ଯେ ସ୍ଥାନ লীলা বিজয় রাম খেতুনি হে বুথয় ওঙ্কার ক্ষেত্র যে সেই গুপতে কহিলি ত্রিগুণরে বন্ধা সেই তিনি ঋষি মিলি রাম স্থান
ମାନେ ଆଶା କଲି। ତେଣୁ ତିନିଟି ସିମିଲି ପରିବ୍ୟାପ୍ତ ଜାଗା ଭିତରେ ସେ ଅଛି। ଆଉ ମଧ୍ୟ ଲେଖିଛନ୍ତି ଯେତିକି ରାଗୋହିରି ଜାଣ ଅଛି ସେଠା ବର ତ୍ରିକୋଣ ଭୂମି ହେବ ଲୀଳା ଯେ ଆମ୍ଭର ରାମ ହେତୁରେ ତୁ ଧର। ଚେତୁଆ ଭକ୍ତମାନେ ହିଁ କେବଳ ଧରିପାରିବେ। ପ୍ରଭୁ ସବୁଠି ଅଛନ୍ତି। ଲୀଳା ବିଧୃତ କଳେବର ଦେବ ମାନବେ ଅଗୋଚର। ଯାହା ଦେବତା ମାନଙ୍କ ପାଇଁ ଅଗୋଚର ଅଛି, ମାନବ ମାନଙ୍କ ପାଇଁ ଅଗୋଚର ଅଛି। ଏଇଠି ଆସିଛନ୍ତି ଭକ୍ତ, ମୁଁ ଦେଖୁଛି ତାଙ୍କ ଦେହରେ ଶହେ ଶହେରେ ସ୍ପିରିଟ୍ ଖେଳୁଛି। ତେଣୁ ଭଗବାନ ତ ସିଏ ଗୋଟିଏ ଗୋଟିଏ କଳା ନେଇକି ଆସିଛନ୍ତି। ଆପଣଙ୍କ ଦେହରେ କରେଣ୍ଟ ଆସେ, ଆମେ ଯାହା ଦେଖିଛୁ। ହଁ ଆସେ, ତାର ରହସ୍ୟ ପୁଣି କ'ଣ? ସବୁ ସମୟରେ ଆସେ ନା? ସବୁ ସମୟରେ ଆସେ, ଏବେ ବି ଅଛି। ତାକୁ ଧରିବାକୁ ହେଲେ ଏବେ ବି ବର୍ତ୍ତମାନ ମୋ ଶରୀର ଭିତରେ ବହୁତ ଶକ୍ତି ଜାଗରିତ ଅଛି। ଧରିବାକୁ ହେଲେ ୟାକୁ କଳା ଦରକାର। ବର୍ତ୍ତମାନ ମୁଁ ଯଦି ସେଟା ପ୍ରକୃତି ଦେବ, ମୁଁ ଏଠି ମାଟିରେ ଗଳିବି। ତେଣୁ ଏଠି ମୁଁ ଲୋକଲୋଚନରେ ଦୋଷ ହେବାକୁ ଚାହୁଁନି। ଲୋକଲୋଚନରେ ମୁଁ ପରିପ୍ରକାଶ ହେବା ପାଇଁ ଚାହୁଁନି। ସେଥିପାଇଁ ମୁଁ ଆସିଛି ଦେଖିବା ପାଇଁ। ଆପଣଙ୍କ ଦେହରେ ପୁରା କରେଣ୍ଟ ଆସେ ପୁରା? ଆସେ କରେଣ୍ଟ, ଏବେ ବି ଅଛି, କରେଣ୍ଟ ଅଛି, କରେଣ୍ଟ ବି ଏବେ ବି ଅଛି। ତେଣୁ ଏ କହିଲା କ'ଣ ନା ମୁହିବ ସଇ ଗୁରୁ ଦେହେ ମୋ ବିନୁ ଗୁରୁ ବିନା ନୁହେଁ। ଅବିନଶ୍ୱର ଆତ୍ମା ନଶ୍ୱର ଆତ୍ମା ଭିତରେ ପ୍ରବେଶ କଲେ ଜ୍ଞାନ କୁହେ। ନହେଲେ ଜ୍ଞାନ କହିବା ପାଇଁ କିଛି ନାହିଁ। ମୁଁ ଯାହାକୁ ହୁଏ ସଦୟ ଜ୍ଞାନ ତା ହୃଦୟରୁ ଉଦୟ। ତେଣୁ ସଦୟଯୁକ୍ତ ଜ୍ଞାନ ଉଦୟ ହେବାକୁ ହେଲେ ପ୍ରଭୁଙ୍କର ସେ ଚାର୍ଜ ଦରକାର, ପ୍ରଭୁଙ୍କର ସେ କରେଣ୍ଟ ଦରକାର, ସ୍ପିରିଟ୍ ଆବଶ୍ୟକ। ସ୍ପିରିଟ୍ ଦରକାର। ସ୍ପିରିଟ୍ ନହେଲେ ହେଇପାରିବ ନାହିଁ। ବିନା ଶକ୍ତିରେ କିଛି ଚାଲେନି, ହେଇପାରିବ ନାହିଁ। ସେ କହିଲା ମୁଁ ହିଁ ଯନ୍ତ୍ର ତୁ ହିଁ ଯନ୍ତ୍ରୀ ସଦା କାଳେ କାଳେ ମୁଁ ହିଁ ଯନ୍ତ୍ର ନ ହୋଇଲେ ଖେଳିବ କାମେଳେ। ଫ୍ୟାନ୍ ହେଇଛି, ତାର ତିନୋଟି ପଙ୍ଖାର ଯେଉଁ ଇଏ ଅଛି, ଯଦି କରେଣ୍ଟ ନଥିବ ସେ କ'ଣ ବୁଲିବ? ବୁଲିବନି, ବୁଲିବ ନାହିଁ। ତେଣୁ ସିଏ କରେଣ୍ଟ ଆସିଲେ ବୁଲିବ। ଫ୍ୟାନ୍ ଝୁଲିବାକୁ ପଡ଼ିବ, କରେଣ୍ଟ ଦେବାକୁ ପଡ଼ିବ, ୱାରିଂ ଠିକ୍ ଥିବ, ସୁଇଚ୍ ମାରିଲେ ବୁଲିବ, ମାରିଲେ ବୁଲିବ, ନାଇଁ କି? ହଁ। ଯାଅ। ତେଣୁ ଇଏ ହେଉଛି ସେମିତି। କେମିତି ନା ପ୍ରଭୁଙ୍କ ସହିତ ଅଙ୍ଗ ସଙ୍ଗ ହେଇ ମିଶିଯାଅ, ଲୋକ ଦେଖାଣିଆ ହୁଅ ନା। ଭାବର ସହିତ ଭାବର ସହିତ ମିଶ, ଭାବର ଠାକୁର। ବାବା ଆପଣଙ୍କୁ ଭାବରେ ଭାବି ପାରୁ ଯେବେ ଜୀବନୀ ସ୍ଥାର ହେବ ତେବେ କହିବା ବୋଲିବାରେ ନାହିଁ ବେଦ ପୁରାଣେ ଖୋଜୁ କାହିଁ ତୋ ଦେହେ ସର୍ବ ଅଛି ପୁରୀ ଭାବିଲେ ଭାବୁ ଯିବୁ ତାରି। ତେଣୁ ସେଇଥିପାଇଁ କହୁଛନ୍ତି ଭାବ ବିନୋଦିଆ ଠାକୁର ବତ୍ସଳ ହରି ଭକ୍ତଙ୍କ ପାଇଁ କଳବର ଧରି। ବାବା ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ খুব সুন্দর তথ্য, খুব সুন্দর মহান বার্তা, মহাপুরুষଙ୍କର মহান বাଣୀ ଆଜି ଆମ ଦର୍ଶକଙ୍କ ସହିତ ସେୟାର କଲେ। ତେବେ ବାବା ହେଉଛନ୍ତି ଓମକାର ପୀଠର ପୀଠାଧୀଶ। ବାବାଙ୍କ ପାଖରେ ରହିଛି ଗୁପ୍ତ ପୋଥି, ଯାହା ମହାପୁରୁଷଙ୍କର ଓରିଜିନାଲ ପୋଥି ବାବାଙ୍କ ପାଖରେ ମଧ୍ୟ ରହିଛି, ଯାହାକି ବାବା ହାସଲ କରିଥିଲେ ଓମକାର ପୀଠର ମଶାଣୀ ଭିତରୁ। ତେବେ ବାବା ଆପଣଙ୍କୁ ଆଉ ଗୋଟେ ବିଶେଷ ଅନୁରୋଧ, ଆମର ବାଣପୁର ଠାରେ ଯେଉଁ ମାଳିକା ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଆସନ୍ତା ରବିବାର ଦିନ 8 ଫେବୃଆରୀ 2026, ତେବେ ଆପଣଙ୍କ ସାଦର ଆମନ୍ତ୍ରଣ, ଆପଣଙ୍କ ପାଦଟି ପଡ଼ିବ, ଆପଣ ଯାଇ ପହଞ୍ଚିବେ, ଆପଣ ଶ୍ରୀମଗୁରୁ ଭକ୍ତମାନେ ଦ୍ୱିପଦ ମାଳିକାର ସେଇ ପବିତ୍ର ବାଣୀ ଶୁଣିବେ। ଆପଣ ଆସିବେ ତ? ଯାଉ। ତେବେ ବାବାଙ୍କ ସହିତ ସିଧାସଳଖ ଦେଖା ହେବ ବାଣପୁର ପଲ୍ଟନ ପଡ଼ିଆଠାରେ। ଡେଟ୍ ମନେ ରଖନ୍ତୁ 8 ଫେବୃଆରୀ 2026। ତେବେ ସିଧାସଳଖ ଆପଣ ସେଠି ପହଞ୍ଚି ଯାଆନ୍ତୁ, ଆଉ ମାଳିକା ଗୁପ୍ତ ଭକ୍ତଙ୍କୁ, ମାଳିକା ଭକ୍ତଙ୍କୁ ମଧ୍ୟ ଆପଣ ଭେଟନ୍ତୁ, ତାଙ୍କର ଆଶ୍ରିତ ହୁଅନ୍ତୁ, ତାଙ୍କର ପବିତ୍ର ଦର୍ଶନ ପାଆନ୍ତୁ। ତେବେ ଏଇ ଯେଉଁ ମହାନ କାମକୁ ସଫଳ କରିବା ପାଇଁ ଆପଣମାନଙ୍କର ସହଯୋଗ ମଧ୍ୟ ଏକାନ୍ତ ଆବଶ୍ୟକ। ସହଯୋଗର ହାତ ବଢ଼ାନ୍ତୁ, ଏ କାର୍ଯ୍ୟକ୍ରମକୁ ସଫଳ କରାନ୍ତୁ। ଦେଖା ହେବ ବାଣପୁର ସ୍ଥିତ ପଲ୍ଟନ ପଡ଼ିଆଠାରେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ।